ଏମିତି ବି ଚାଲି ଯାଇପାରେ ଜୀବନ। କେତେବେଳେ ବସୁ ବସୁ ଚାଲିଯାଏ ତ କେତେବେଳେ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଉଡ଼ିଯାଏ ପ୍ରାଣବାୟୁ। କିନ୍ତୁ ଏମିତି ଏକ ହୃଦୟ ବିଦାରକ ମରଣ ଯାହାକୁ ଦେଖିଲେ ଆପଣମାନଙ୍କର ମଧ୍ୟ ଧୈର୍ଯ୍ୟ ରହିବନି। ସ୍କୁଟି ଉପରେ ବସି କଥା ହେଉଥିଲା ଏହି ଯୁବକ ଜଣକ। କେତେବେଳେ ପକେଟରୁ ବାହାର କରି ଫୋନ୍ ଦେଖୁଥିଲା ତ ଆଉ କିଏ ଅଫିସରୁ ବାହାରି ଆସୁଥିଲେ କଥା ହେଉଥିଲା। ଆଉ ଜାଣିନଥିଲା ଯେ ସେହି ମୁହୂର୍ତ୍ତରେ ଯମ ତାକୁ ନେବା ପାଇଁ ଅପେକ୍ଷା କରିଛି ବୋଲି। ଜୀବନ ଏମିତି ଏକ ଶବ୍ଦ କେତେବେଳେ ଆସେ ଆଉ କେତେବେଳେ ଯାଏ କାହାକୁ ଜଣା ନଥାଏ। ହେଲେ ଜୀବନ ହେଉଛି ସାରୁପତ୍ର ଉପରେ ଥିବା ଠିକ୍ ପାଣି ପରି। କେତେବେଳେ ଯେ ତଳକୁ ଖସି ପଡ଼ିବ ତା ଆମେ କେହି ଜାଣିନଥାନ୍ତି। ଏ ଦୁନିଆ ଯଦି ଗୋଟେ ରଙ୍ଗମଞ୍ଚ ହୁଏ ଆମ ଭିତରେ ଥିବା ଜୀବନକୁ ନେଇ ଆମେ ଜଣେ ଜଣେ କଳାକାର। ଆଉ ସେ କଳାକାର ତା ଅଭିନୟ କରୁ କରୁ ଏ ରଙ୍ଗମଞ୍ଚରୁ ବିଦାୟ ନେଇଯାଏ ସେ ନିଜେ ବି ଜାଣିନଥାଏ। ହଁ ଦର୍ଶକ ବନ୍ଧୁ, ଏ ଖବର ଶୁଣିଲା ପରେ ଆପଣମାନେ ବି ଧୈର୍ଯ୍ୟହରା ହୋଇପଡ଼ିବେ। ଏହା କେବଳ ଖବର ନୁହଁ, ଜୀବନକୁ ନେଇ ବହୁତ କିଛି ସ୍ୱପ୍ନ ଦେଖୁଥିବା ଗୋଟେ ଯୁବକର ହୃଦୟ ବିଦାରକ ମୃତ୍ୟୁର କାହାଣୀ। ବିଚ୍ ରାସ୍ତା ଉପରେ ସାଙ୍ଗକୁ ଦେଖା କରି ଘରକୁ ଯିବ ବୋଲି ବାହାରୁଥିବା ବେଳେ ସବୁଦିନ ପାଇଁ ସେ ବାଟୋଇ ଶେଷ ପଥିକ ପାଲଟିଯିବ ବୋଲି ଜାଣିନଥିଲା ସେ 18 ବର୍ଷର ଯୁବକ ଜିତେଶ। ହଁ ଆଜ୍ଞା, ଏ ଦୃଶ୍ୟ ହେଉଛି ଦିଲ୍ଲୀର ଦେଶବନ୍ଧୁ ଗୁପ୍ତାଠାରେ ଥିବା ଡୋରିବାଲା ଅଞ୍ଚଳର। ସାଙ୍ଗକୁ ଦେଖା କରିବାକୁ ଆସି ନିଜ ଜୀବନ ଅଳ୍ପକେ ଚାଲିଯିବ ବୋଲି ଟିକିଏ ହେଲେ ବି ସୁରାଗ ପାଇନଥିଲା ମୃତ ଯୁବକ ଜିତେଶ। ରାସ୍ତା ଉପରେ ସ୍କୁଟି ଉପରେ ବସି ସାଙ୍ଗ କଥା ହେଇ ଆଲିଙ୍ଗନ କରି ବାହାରୁଥିବା ବେଳେ ଅଚାନକ 2 ମହଲା ଛାତ ଉପରୁ ଜିତେଶ ମୁଣ୍ଡ ଉପରେ ଗଳି ପଡ଼ିଲା ଏକ ୱିଣ୍ଡୋ ଏସି। ଆଉ ଶେଷରେ ସେଇଠି ହିଁ ଚାଲି ଯାଇଥିଲା 18 ବର୍ଷ ଯୁବକ ଜିତେଶଙ୍କର ଜୀବନ। ତା ସହିତ ଜିତେଶଙ୍କ ବନ୍ଧୁ ମଧ୍ୟ ଘଟଣାସ୍ଥଳରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଜଣାପଡ଼ିଥିବା ବେଳେ ମୃତ ଜିତେଶଙ୍କର ଘର ପଟେଲ ନଗର ବୋଲି ଜଣାପଡ଼ିଥିବା ବେଳେ ପୋଲିସ ଏ ନେଇ ଗୋଟେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି। ତେବେ ଦର୍ଶକ ବନ୍ଧୁ, ସତରେ ମୃତ୍ୟୁର ଶକ୍ତି ଏତେ ଅଧିକ ଯେ କେତେବେଳେ କେଉଁ ମୁହୂର୍ତ୍ତରେ ଆସିଥାଏ ଆମେମାନେ ତାର ଟେର ବି ପାଇନଥାଉ। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।